କଣ୍ଟାପଡ଼ା ଗାଁରେ ରତ୍ନାକର ନାମରେ ଜଣେ ଚାଷୀ ରହୁଥିଲା। ସେ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲା। ସେହି ଗାଁରେ କାଲୁ ନାମରେ ଜଣେ କଂସେଇ ରହୁଥିଲା, ଯିଏକି ରତ୍ନାକରର ସାଙ୍ଗ ଥିଲା। ସେ ପ୍ରତିଦିନ ରାତିରେ ଲୋକମାନଙ୍କ ଘରେ ପଶି କୁକୁଡ଼ା ଓ ଛେଳି ଆଦି ଚୋରି କରୁଥିଲା, ଆଉ ଦିନ ବେଳା ତାକୁ ମାଂସ କରି ବିକ୍ରି କରି ଦେଉଥିଲା। କିନ୍ତୁ ଲୋକମାନେ ଏକଥା ଜାଣିପାରୁ ନଥିଲେ। ଚୋରି ଘଟଣାକୁ ନେଇ ଗାଁର ଲୋକମାନେ ଚିନ୍ତିତ ହୋଇ ପଡ଼ିଥିଲେ, ହେଲେ ସେ ଚୋରକୁ କେହି ଧରିପାରୁ ନଥିଲେ। ଦିନେ ଚୋରକୁ ଧରିବା ପାଇଁ ଗାଁରେ ଏକ ବୈଠକ ଡକାଗଲା। ଏହି ସମୟରେ ରାଧୁ ପ୍ରଧାନ ଦୌଡ଼ି ଦୌଡ଼ି ଆସି କହିଲା, ମୁଁ ଏବେ ଦେଖିଲି କାଲୁ କଂସେଇ ମୋ ବାଡ଼ି ପଟରୁ ଏକ କୁକୁଡ଼ା ଚୋରି କରି ମୁଣିରେ ପୁରେଇ ନେଇଯାଉଛି। ଏ କଥା ଶୁଣି ସମସ୍ତେ ଜାଣିପାରିଲେ ଆମ ଗାଁରେ ଯେତେ ଚୋରି ହେଉଛି ସବୁ କାଲୁ କଂସେଇ କରୁଛି। ଏହାପରେ ସେମାନେ କାଲୁ କଂସେଇର ଦୋକାନକୁ ଯାଇ ରାଧୁ ପ୍ରଧାନର କୁକୁଡ଼ାକୁ ଜବତ କଲେ। କାଲୁ କଂସେଇକୁ ଘେରି ଯାଇ ଧମକ ଚମକ ଦେଇ ପଚାରିଲେ, ତୁ ଚୋରି କାହିଁ କରୁଛୁ? କାଲୁ କହିଲା, ମୁଁ ଆଜି ପର୍ଯ୍ୟନ୍ତ କେବେ ଚୋରି କରିନି। ଏ କଥା ଶୁଣି ଲୋକମାନେ ତାକୁ ମାରପିଟ କରିବା ଆରମ୍ଭ କରିଦେଲେ। ବହୁ ସମୟ ମାଡ଼ ଖାଇବା ପରେ କାଲୁ ତାର ଭୁଲ ମାନିଗଲା। ଏହାପରେ ଲୋକମାନେ ତାକୁ ସେ ଗାଁରୁ ବାହାରି ଯିବାକୁ ଚେତାବନୀ ଦେଲେ। ସେମାନେ କହିଲେ, ତୁ ଏ ଗାଁ ଛାଡ଼ି ପଳା। ତୋ ପରି ଗୋଟେ ଚୋର ପାଇଁ ଏ ଗାଁରେ ଆଉ ସ୍ଥାନ ନାହିଁ। ଏ କଥା ଶୁଣି କାଲୁ ସେଇ ମୁହୂର୍ତ୍ତରେ ଗାଁ ଛାଡ଼ି ଚାଲିଯିବାକୁ ବାହାରି ପଡ଼ିଲା। କିଛି ବାଟ ଯିବା ପରେ ତାର ରତ୍ନାକର ସହିତ ଦେଖା ହେଲା। ସେଦିନ ରତ୍ନାକର ମଣ୍ଡିରେ ଧାନ ବିକ୍ରି କରି ଗାଁକୁ ଫେରୁଥାଏ। ବାଟରେ କାଲୁ କଂସେଇକୁ ଦେଖି ପଚାରିଲା, ଏ ଅସମୟରେ ତମେ କୁଆଡେ ଯିବାକୁ ବାହାରିଛ? କାଲୁ କହିଲା, ମୋ ଚୋରି କରିବା କଥା ଗାଁରେ ସମସ୍ତେ ଜାଣିଗଲେଣି। ଆଜି ମତେ ବାଡ଼ିଆ ପିଟା କରି ଗାଁରୁ ତଡ଼ି ଦେଇଛନ୍ତି। ରତ୍ନାକର ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲା, ତେଣୁ ପଚାରିଲା, ମୋ ଠାରୁ ତୁମର କି ପ୍ରକାର ସାହାଯ୍ୟ ଦରକାର? କଂସେଇ କହିଲା, ତମେ ଫସଲ ବିକ୍ରି କରି ଆଜି ଯେତିକି ଲାଭ କରିଛ ତାକୁ ମତେ ଦେଇଦିଅ। ରତ୍ନାକର କହିଲା, ବର୍ଷେ କାଳ ଖଟି ଖଟି ମୁଁ 10ଟି ସୁନା ମୋହର ପାଇଛି, ତାକୁ ଯଦି ଦେଇଦେବି ଆଗାମୀ ଫସଲ କେମିତି କରିବି? ସେଥିପାଇଁ ତ ଖର୍ଚ୍ଚ କରିବାକୁ ପଡ଼ିବ ନା। କଂସେଇ କହିଲା, ଫସଲ ଆରମ୍ଭ କରିବାକୁ ତୁମ ପାଖରେ ଗୋଟେ ମାସ ଅଛି। ମୁଁ ନିୟମ କରି କହୁଛି, ମାସେ ପୂର୍ବରୁ ତୁମର 10ଟି ଯାକ ସୁନା ମୋହର ଫେରେଇ ଦେବି। ଦୟାଳୁ ରତ୍ନାକର ତା କଥାକୁ ବିଶ୍ୱାସ କରିଗଲା। ନିଜର 10ଟି ଯାକ ସୁନା ମୋହର କାଲୁ କଂସେଇକୁ ଦେଇଦେଲା। ଏହାପରେ କାଲୁ ରାଜଧାନୀ ଆଡ଼କୁ ଚାଲିଗଲା, ଆଉ ରତ୍ନାକର ତା ଘରକୁ ଫେରି ଆସିଲା। ଦିନ ବିତିବାକୁ ଲାଗିଲା। ଦେଖୁ ଦେଖୁ 2 ମାସ ବିତିଗଲା, କିନ୍ତୁ କାଲୁ କଂସେଇର ଦେଖା ନଥିଲା। ଏହା ଭିତରେ ରତ୍ନାକର ତା ଫସଲ ଲଗାଇ ସାରିଥିଲା, ହେଲେ ସାର ଔଷଧ ଦେବା ପାଇଁ ତା ପାଖରେ ପଇସା ନଥିଲା। ତେଣୁ ତା ଫସଲ ଏବେ ନଷ୍ଟ ହେବାକୁ ବସିଥିଲା। ଦିନେ ରତ୍ନାକର ଚିନ୍ତା କଲା, ରାଜଧାନୀକୁ ଯାଇ କାଲୁ କଂସେଇକୁ ଖୋଜି ମୋ 10ଟି ଯାକ ସୁନା ମୋହର ନେଇ ଆସିବି। ତା ପରଦିନ ସକାଳ ହେଲା। ରତ୍ନାକର କାଲୁକୁ ଖୋଜିବା ପାଇଁ ବାହାରି ପଡ଼ିଲା। ଯେତେବେଳେ ସେ ରାଜଧାନୀରେ ଯାଇ ପହଞ୍ଚିଲା, ଶୁଣିଲା ମହାରାଜାଙ୍କ କୋଷାଗାରରୁ 1000 ସୁନା ମୋହର ଚୋରି ହୋଇଯାଇଛି। ଯିଏ ସେ ଚୋର ବିଷୟରେ ଜଣାଇବ, ମହାରାଜା ତାକୁ 300 ସୁନା ମୋହର ପୁରସ୍କାର ଦେବେ। କିଛି ବାଟ ଯିବା ପରେ ରତ୍ନାକର ଦେଖିଲା କାଲୁ କଂସେଇ ଦାମିକା ପୋଷାକ ପିନ୍ଧି ଏକ ଦୋକାନ ପାଖରେ ଠିଆ ହୋଇଛି। ତେଣୁ ରତ୍ନାକର ତା ପାଖକୁ ଯାଇ କହିଲା, ଭାଇ, ମୋ 10ଟି ସୁନା ମୋହର ତମେ ଏପର୍ଯ୍ୟନ୍ତ ଫେରେଇବାକୁ ଆସିଲନି, ସେଥିପାଇଁ ମତେ ଆସିବାକୁ ପଡ଼ିଲା। ଏ କଥା ଶୁଣି କଂସେଇ ରାଗିଗଲା। କହିଲା, ତମ ଗରିବ ମାନଙ୍କର ଗୋଟେ ଖରାପ ଅଭ୍ୟାସ ହେଉଛି ପଇସା ବାଲା ଲୋକଙ୍କୁ ଯୋଉଠି ଦେଖିବ ପଇସା ମାଗିବା ଆରମ୍ଭ କରିଦେବ। ଆରେ ଟିକେ ଦୂରେଇ ହେଇ ଠିଆ ହଉନ, ଛି, ଅପରିଷ୍କାର ଲୋକଟା। ବିଚରା ରତ୍ନାକର ଏତେ ବଡ଼ ନଗରୀରେ କାହାକୁ ଜାଣିନଥିଲା। ତେଣୁ ନିକଟରେ ଏକ ଦୋକାନୀକୁ ଯାଇ ପଚାରିଲା, ଭାଇ, ଏ ଲୋକଟାକୁ ତମେ ଜାଣିଛ କି? ଦୋକାନୀ କହିଲା, ହଁ ଭାଇ, ଇଏ ପରା ମହାରାଜାଙ୍କ କୋଷାଗାରରେ ଚାକିରି କରୁଛି। ଏହାପରେ ରତ୍ନାକର ସିଧା ଚାଲିଲା ମହାରାଜାଙ୍କ ଦରବାରକୁ। ସେଠାରେ ପହଞ୍ଚି
ମହାରାଜାଙ୍କୁ କହିଲା, ମୋତେ 2 ଦିନ ସମୟ ଦିଅନ୍ତୁ। ଆପଣଙ୍କ ରାଜକୋଷରୁ 1000 ସୁନାମୋହର ଚୋରି କରିଥିବା ଲୋକକୁ ମୁଁ ଖୋଜିଦେବି। ମହାରାଜା କହିଲେ, ତମେ ଯଦି ଚୋରକୁ ଖୋଜିଦେବ ମୁଁ ତୁମକୁ 300 ସୁନାମୋହର ପୁରସ୍କାର ଦେବି। ଏହି ସମୟରେ କାଲୁ କଂସେଇ ରାଜାଙ୍କ ଦରବାରରେ ଆସି ପହଞ୍ଚିଲା। ରାଜା ତା ଆଡକୁ ଇସାରା କରି କହିଲେ, ଇଏ ମୋ କୋଷାଗାରର ଜଣେ ସଚ୍ଚୋଟ ବ୍ୟକ୍ତି। ପ୍ରାୟ 1 ମାସ ତଳେ ଇଏ ମୋ ପାଖକୁ ଆସି କହିଲା, ମହାରାଜ, ମୋତେ ରାସ୍ତାରେ କାହାର 10ଟି ସୁନାମୋହର ପଡିଥିବାର ମିଳିଲା। ଆପଣ ଏହାର ମାଲିକକୁ ଖୋଜି ଏ ପଇସା ତାକୁ ଫେରାଇ ଦିଅନ୍ତୁ। ଯେତେବେଳେ ମୁଁ ଏ ଲୋକର ସଚ୍ଚୋଟତା ଦେଖିଲି, ମୋ କୋଷାଗାରରେ ତାକୁ ଚାକିରିରେ ରଖିଦେଲି। ରତ୍ନାକର ଏବେ ବୁଝି ସାରିଥିଲା ସେ 10ଟି ସୁନାମୋହର ଯାହାକୁ କାଲୁ କଂସେଇ ରାଜାଙ୍କୁ ଦେଇଥିଲା ସିଏ କାହାର ଥିଲା। ଏହା ସହିତ ସେ ବୁଝି ସାରିଥିଲା କୋଷାଗାରରୁ ଯେଉଁ 1000 ସୁନାମୋହର ଚୋରି ହୋଇଛି ତାକୁ କିଏ ଚୋରି କରିଛି। କାହିଁକି ନା ଚୋରି କରିବା କାଲୁ କଂସେଇର ପୁରୁଣା ଅଭ୍ୟାସ ଥିଲା। କଥାବାର୍ତ୍ତା ଶେଷ ହେବା ପରେ ରତ୍ନାକର ସେଠାରୁ ଫେରିଆସିଲା। ସନ୍ଧ୍ୟା ହେବାରୁ ସେ ସିଧା କାଲୁ କଂସେଇର ଘରେ ଯାଇ ପହଞ୍ଚିଲା। ତାକୁ କହିଲା, ତୁ ମୋ କଥାରେ ଯଦି ରାଜି ହେବୁନୁ, ମହାରାଜାଙ୍କ ଆଗରେ ତୋର ସବୁ କଥା କହିଦେବି। ଏ କଥା ଶୁଣି କାଲୁ କଂସେଇ ଡରିଗଲା। କହିଲା, ଆରେ ଭାଇ, ତୁ କଣ ଚାହୁଁଛୁ କହିଲୁ? ରତ୍ନାକର କହିଲା, ମହାରାଜାଙ୍କର ଚୋରି ହୋଇଥିବା 1000 ସୁନାମୋହର ତୁ ମତେ ଦେଇଦେ। ମୁଁ ଏଠୁ ଗାଁକୁ ଚାଲିଯିବି। ଏ ବିଷୟରେ ଆଉ କାହାକୁ କହିବିନି। ଏ କଥା ଶୁଣି କଂସେଇ ଚିନ୍ତାରେ ପଡିଗଲା। କହିଲା, ତୁ ଏତେ ଲୋଭ କରନା, ଅଧା ମୋହର ନେ, ଆଉ ଅଧେ ମୁଁ ରଖୁଛି। ରତ୍ନାକର କହିଲା, ତୁ ମତେ ଯଦି ସବୁ ମୋହର ଦବୁନୁ, ମୁଁ ତୋର ସବୁ ଗୁମର ଖୋଲିଦେବି। ଏ କଥା ଶୁଣି କଂସେଇ କହିଲା, କାଲି ସକାଳେ ତୁ ମୋ ପାଖକୁ ଆସି ତୋ 1000 ସୁନାମୋହର ନେଇ ଗାଁକୁ ପଳେଇବୁ। ଏଠି କୋଉଠି ରହିବୁନୁ। ଏହାପରେ ରତ୍ନାକର ସିଧା ଚାଲିଲା ମହାରାଜାଙ୍କ ପାଖକୁ। ତାଙ୍କୁ ସବୁ କଥା ଜଣାଇଲା। ତା ପରଦିନ ସକାଳ ହେଲା। ରତ୍ନାକରର କହିବା ଅନୁସାରେ ମହାରାଜା 2 ଜଣ ସିପାହୀ ସହିତ କାଲୁ କଂସେଇର ଘର ପାଖରେ ଯାଇ ଲୁଚି ରହିଲେ। ଯେତେବେଳେ ରତ୍ନାକର କଂସେଇର ଘରେ ଯାଇ ପହଞ୍ଚିଲା, କଂସେଇ ସେ ସୁନାମୋହର ଥଳିକୁ ରତ୍ନାକର ହାତକୁ ବଢାଇ ଦେଇ କହିଲା, ୟାକୁ ନିଅ ଯେ, ହେଲେ ଏ କଥା ଯେମିତି କେହି ନ ଜାଣିବେ। ସେହି ସମୟରେ ମହାରାଜା ଓ ସିପାହୀ ଆସି ପହଞ୍ଚିଲେ। ଚୋରି ହୋଇଥିବା ସୁନାମୋହର ଥଳିକୁ ଜବତ କରାଗଲା। ସିପାହୀମାନେ କାଲୁ କଂସେଇକୁ ଧରି କାରାଗାରକୁ ନେଇଗଲେ। ମହାରାଜା ସେଥିରୁ 300 ସୁନାମୋହର ରତ୍ନାକରକୁ ଦେଇଦେଲେ। ଏହା ସହିତ ତାଙ୍କ ପାଖରେ ଜମା ରହିଥିବା 10ଟି ସୁନାମୋହର ମଧ୍ୟ ତାକୁ ଫେରାଇ ଦେଲେ। ଏହାପରେ ରତ୍ନାକର ଗାଁକୁ ଫେରି ଆସିଲା ଓ ଖୁସିରେ ଦିନ କାଟିବାକୁ ଲାଗିଲା।